ସାର୍ ଯୋଉଠି ବାହାରେ ସାର୍ କୋଉଠି ଫୋନ କରେ ସାର୍ ମୁଣ୍ଡିଆ ମାରି ଯାଏ ଏଇଥିପାଇଁ ଯାଏ ଯେ 12 ବର୍ଷ ବେଳେ ଗୁରୁ ସେବା ଗୁରୁ ବୋଲି କେଚି ମୁଁ ତ ଗୁରୁ ନୁହଁ ଭଗବାନ ବାପୁ ଯୋଉ ମାନେ ଗୁରୁ କେଞ୍ଚି ଦେବେ ସେ କେଞ୍ଚିଟା କୋଉ ଜାଗାରେ ପହଞ୍ଚିବ ସେଟା ଭଗବାନ ଜାଣିଛନ୍ତି। ନାଇଁ ପପୁ ଭାଇ ବି ଦେଖୁଥିଲେ, ଆମ ମାଲିକ ମ୍ୟାଡମ ବି ବସି ଦେଖୁଥିଲେ। ପପୁ ଭାଇ ବି ବହୁତ ମାନେ ଆଖିରେ ହାତ ବୁଝି ପକେଇଲେ, ମ୍ୟାଡମ ବି ଆଖି ବୁଝି ପକେଇଲେ। ମୁଁ ବି ଆଉ ମାନେ ପପୁ ଭାଇଙ୍କ ସହିତ ମୁଁ ଆଉ କଥା ହେଇପାରିଲିନି, ସେ ତ ଗୋଟେ ବୋଧେ ଥିଲେ ବୋଧେ ଗୋଟେ ଟେନସନରେ ଥିଲେ, ସେ ପଳେଇଲେ। ଆମେ ତ ଏପଟେ ରହିଥିଲୁ। ତାପରେ ମାହେଶ୍ୱରୀ କି ଏ ବର୍ଷ ଆମେ ଆସିଛୁ ରଙ୍ଗମହଲରୁ, ସେ ବାବୁ ଆମକୁ ଆଣିଛନ୍ତି ବହୁତ ଆଶା କରି। ଆଉ ଆପଣ ମାନେ ବି ଆଜି ଦେଖିଲେ ଯାତ୍ରା ଜଗତରେ ଆମେ ଚହଳ ସୃଷ୍ଟି କଲୁ। କେତେ ପ୍ରାଇଜ ମାନେ ଆଜି ଏତିକି ଲୋକରେ କେତେ ପ୍ରାଇଜ ମିଳିଲା ଆପଣ ମାନେ ଦେଖିଛନ୍ତି। ଆଉ ଆମେ ବି କଣ କହିବୁ, କିନ୍ତୁ ଏତିକି କହୁଛି ଯେ ଠାକୁରଙ୍କୁ ମୋର ଗୁହାରି ପ୍ରଭୁଙ୍କ କତିରେ ଯେ ଆମେ ଯୋଉ ମାହେଶ୍ୱରୀ ଅର୍ଣ୍ଣାଟ୍ୟକୁ ଆସିଛୁ ଯେ ସେ ମାଲିକଙ୍କର ଯେ ସଫଳତା ହଉ, ଆଉ ସେ ମାଲିକ ଆମକୁ ଯୋଉ ଆଶାରେ ଆଣିଛନ୍ତି ବହୁତ, ଯେ ଆମ ପ୍ରତି ତାଙ୍କର ଯୋଉ ଆଶା ଭରସା ଯେ ଆମ କତିରୁ ସେ ସଫଳତା ନିଅନ୍ତୁ। ମୁଁ ତ ଯେତେବେଳେ ମାନେ ଡ୍ୟାନ୍ସ ଶିଖେଇଲି ତାକୁ, ଯେତେବେଳେ ଶିଖେଇଲି ସିଏ ତ ଫାଷ୍ଟ କହିଲା ସାର୍ ମୁଁ କରିବି। ମୁଁ କହିଲି ତୁ କରିପାରିବୁ ନା? ହଁ ସାର୍ ମୁଁ କରିବି। ମୁଁ ବହୁତ ଚେଷ୍ଟା କଲି, ମୁଁ ଚାଲ ଦେଖିବା ଚେଷ୍ଟା କରିବା। ତାକୁ କଲି, ଯେତେବେଳେ ଡ୍ୟାନ୍ସ ତାକୁ ଆରମ୍ଭ କଲି ସେ 15 ଦିନ ପୁରା ଏକଦମ ପୁରା ଡ୍ୟାମେଜ ହେଇଗଲା। 15 ଦିନ ପୁରା ବସିଲା, କିଛି କରିପାରିଲାନି। ମୁଁ କହିଲି ବ୍ୟସ୍ତ ହନା, ନିଶ୍ଚିତ ତୋର ସଫଳତା ହବ। ଯାହା ହଉ ଠାକୁରଙ୍କ ଦେହକୁ ସେ ପୁଣି ମାନେ ଚେଷ୍ଟା କରିକି କଲା ପରେ ଭଗବାନ ଆଜି ତାକୁ ତା ସଫଳତା ତାକୁ ନେଇକି ଜାଗାରେ ପହଞ୍ଚେଇ ଦେଇଛନ୍ତି। ଆଜ୍ଞା ନାଇଁ, ସେ ଛୁଆ ତ ମୋ କତିରେ 8 ବର୍ଷ ହେଲା ଆଜି ରହିଲାଣି, କିନ୍ତୁ କୌଣସି ତାର ଗୋଟେ ଏମିତି ଆକ୍ସିଡେଣ୍ଟ ହେଇନାହିଁ। କିନ୍ତୁ ମୋର ଗୋଟେ ଆଶା ତା ପ୍ରତି ଅଛି, ମାନେ ଯେ ପୁଅ ଭଳିଆ ମୁଁ ତାକୁ ରଖିଛି, ଯେ ମୋର ଗୋଟେ ବଡ଼ ଆଶା ମୁଁ ତାକୁ କେମିତି ଡ୍ୟାନ୍ସ ମାଷ୍ଟର ଗୋଟେ କରେଇ ଦେଇକି ମୋ ଆଶାଟା ତା ପ୍ରତି ପୂରଣ ହେଇଯିବ। ମୁଁ ଯଦି ତତେ ଛାଡ଼ିବି ତ ବ୍ରାଣ୍ଡ କରିଛି, ମୁଁ ତ ପଛପଟେ ବ୍ରାଣ୍ଡ ଲଗେଇକି ଯିବି। ମୁଁ ଯେ ମୋ ସାର୍ ମତେ ଛାଡ଼ିବେ ସେତେବେଳେ ମୁଁ ଗୋଟେ ମୋ ସତ ସାର୍ ବ୍ରାଣ୍ଡ ଲାଗିଥିବ ମୋ ପଛପଟେ। ଯେ ମୁଁ ସେତେବେଳେ ଚିନ୍ତା କରେ ନା ଯେ ମୋର କ'ଣ ହେଇଛି ବୋଲି, ସାର୍ ସେଟା ଆଗରୁ ଚିନ୍ତା କରନ୍ତି ଯେ ମୁଁ ମୋ ପୁଅଟାକୁ କେତେ କଷ୍ଟ ଦେଲେ ସେ ସହିପାରିବ, ଯେ ମୋ ପୁଅଟାକୁ କେତେ ବୋଝ ଦେଲେ ସେ ସମ୍ଭାଳି ପାରିବ। ସେ ସାର୍ ସେତିକି ଦିଅନ୍ତି ମୋତେ। କିଛି ବି ସେମିତି କିଛି ହେଇନି। ସାର୍ ଯୋଉ କହିଲେ ପଦେ ଯେ ମୁଁ ଫାଷ୍ଟ ଆସିଥିଲି ଯେ ଏନଜୋର୍ଡ ହେଇଯାଇଥିଲି, 15 ଦିନ ବସି ଯାଇଥିଲି, ମେଡିକାଲରେ ପଡ଼ିଥିଲି। ସେତେବେଳେ ମୁଁ ମାନେ ବହୁତ ଜାଗା ଫେଲ୍ ହେଇଯାଇଛି। ମୁମ୍ବାଇ ଯାଇଥିଲି, ମୁମ୍ବାଇରେ ଫେଲ୍ ହେଇଆସିଛି। ବହୁତ ଜାଗା ମାନେ କୋଉଠି ବି ମୁଁ ସଫଳତା ପାଇନଥିଲି। ସେତେବେଳେ ମୁଁ ସାର୍ଙ୍କ ଉପରେ ଆସିକି ବସିଥିଲି, ସାର୍ ମୁଁ ଏମିତି ବହୁତ ଅସୁବିଧାରେ ପଡ଼ିଛି, ଆପଣ ହିଁ ମତେ ଉଦ୍ଧାର କରିବେ। ସାର୍ ମୋତେ ସେଇଠୁ କହିଲେ ତୁ ଏଇଟା କରିପାରିବୁ, ସେଇଟା କରିପାରିବୁ, ଏଇଟା କରିବୁ, ସେଇଟା ଆଜ୍ଞା। ତାପରେ ସାର୍ ନିଜେ ଆଗେ ଟ୍ରାଏ କରନ୍ତି, ତାପରେ ମତେ ଟ୍ରାଏ କରିବାକୁ। ମୁଁ ଯେତେ ଦର୍ଶକଙ୍କୁ ଦେଖିଦିଏ ଯେ ସେତେବେଳେ ମୁଁ ମାନେ ବଡିର ମୁଁ ନିଜେ ଜାଣିପାରିନି ମୋର କ'ଣ ହୁଏ। ଆଉ ମୋ ସାର୍ ପଦେ କହିଛନ୍ତି ଯେ ଷ୍ଟେଜକୁ ଗଲା ପରେ ନା ସେଠି ମାନେ ଗୋଟେ ଯାତ୍ରା ଇଣ୍ଡଷ୍ଟ୍ରିରେ ଗୋଟେ କଥା ଅଛି, ସ୍ୱାମୀ ସ୍ତ୍ରୀ ଯେ ସେଠି ସମ୍ପର୍କ କିଛି ନାହିଁ। ଯେ ମୁଁ ଆଇଛି ଷ୍ଟନ୍ କରିବି, ଷ୍ଟନ୍ କରିବି, ମୁଁ ଏଇଟା କରିବି ମାନେ କରିବି। ସେ କ'ଣ ହବ କ'ଣ ନାହିଁ ସେଟା ମୁଁ ମାନେ ଭରସା କରେ ନା। ଆଉ ଯିବା ପୂର୍ବରୁ ମୁଁ ଗୋଟେ